ଲୋକଙ୍କ କାମ କରନ୍ତୁ ମ ଲୋକଙ୍କ କାମ ଲୋକଙ୍କ ହଉଛି କାମ କରନ୍ତୁ ସେ କୋଉଠି ଏ ବାହାଦୁରୀ ଖାଲି ଫଟୋ ଉଠା ବେପାର କରନ୍ତୁ ନା 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 ଲୋକ ଆପଣଙ୍କ ପିରିୟଡରେ ଯାହା ହେଇଥିଲା ସମସ୍ତେ ଜାଣନ୍ତି ଆଉ କିଛି କୁହନ୍ତୁନି ଆମ ଯାହା ହେଇଛି ଏ ପିରିୟଡରେ ଆମର ପିରିୟଡ ଆପଣ ଯାଇଛି period ଆପଣ କିଛି ଯୋଉଠି କରିନାହାନ୍ତି। ଠିଆ ହେଇଛନ୍ତି କଣ କହୁଥିଲୁ ଅମକ ମ୍ୟାଡାମ ଫୋନ କଲେ ଦେବି ଅମକ ବାବୁ ଚାଲେ ଚାଲେ ମୁଁ ତା ବାନ୍ଧିକି ରଖିବି ଆଜି ଚାଲେ ଲୋକ ମତେ 5 ଦିନ ହେଲା ଏଠି ଲୋକ ଆସିଗଲେ କଣ କରିବେ ହଁ ସେ ବା କଣ କରିବେ 5 ଦିନ ହେଲା କୋଉ ପାର୍ଲିଆମେଣ୍ଟ ଚାଲିଛି ଆପଣ ତ ଟେଣ୍ଟ ପକେଇଛନ୍ତି ଦିଲ୍ଲୀରେ ଲୋକଙ୍କ ସମସ୍ୟା ବୁଝିବାର ନାହିଁ ଆପଣ ସିଧାସଳଖ ଭାବରେ ଲୋକଙ୍କ ସମସ୍ୟାକୁ ଦୂରେଇ ଦେବା ପାଇଁ ବନ୍ୟାକୁ ନିୟନ୍ତ୍ରଣ କରିବାରେ ବିଫଳ ହେବେ ବୋଲି ସେଇଥିପାଇଁ ଲୁଚିଥିଲେ କଣ ହେଇନାହିଁ କଣ ହେଇନାହିଁ କଣ ଆଉ ହେଇନାହିଁ କଣ ହେଇଥିଲା ଆପଣ ଆମେ ସନ୍ତୁଷ୍ଟ ହେଇଥାନ୍ତେ କେତେ ଲୋକଙ୍କ ଘର ଭାଙ୍ଗିଥିଲେ କେତେ ଲୋକ ହାଉସ ହେଇଥିଲେ ଆପଣଙ୍କର କଲ୍ୟାଣ ଚାଲିଲା ମୁଖ୍ୟମନ୍ତ୍ରୀ କଣ ଚାଲିଥିଲା ମୁଖ୍ୟମନ୍ତ୍ରୀ କଣ ଚାଲିଥିଲା ମୁଖ୍ୟମନ୍ତ୍ରୀ କଣ ଚାଲିଥିଲା ବିଜେଡି ସମୟରେ ଯୋଉ ଡିଷ୍ଟର୍ବାନ୍ସ ହେଇଥିଲା ମହାନଦୀ ଜଳ ବିରୋଧ ମହାନଦୀ ଜଳ ମିଟିଂଟା ସେ ଯାଇଥିଲା 3ଟା ଖଣ୍ଡ ବ୍ୟାରେଜ କରି ପକେଇଲେ ମହାନଦୀ ଜଳ ସର୍ଟ ଆଉଟ୍ ହେଲା ଯେତେବେଳେ ହଉଛି ସେତିକି ଆପଣଙ୍କର ବ୍ୟାରେଜ ଡିସ୍କସନ ହଉଛି ନାଇଁ ଶୁଣନ୍ତୁ ଲୋକଙ୍କ ଭୋଟ ନେଇଛନ୍ତି ଲୋକଙ୍କ କାମ କରନ୍ତୁ ଲୋକଙ୍କ କାମ କରନ୍ତୁ ଲୋକଙ୍କ କାମ ଲୋକଙ୍କ କାମ ହଉଛି କରନ୍ତୁ ସେ କୋଉଠି ଏ ବାହାଦୁରୀ ଖାଲି ଫଟୋ ଉଠା ବେପାର କରନ୍ତୁ ନା 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 ଲୋକ ଆପଣଙ୍କ ପିରିୟଡରେ ଯାହା ହେଇଥିଲା ସମସ୍ତେ ଜାଣନ୍ତି ଆଉ କିଛି କୁହନ୍ତୁନି ଆମ ଯାହା ହେଇଛି ଏ ପିରିୟଡରେ ଆମର ପିରିୟଡ ଯାଇଛି ଆପଣ period ଆପଣ କିଛି ଯୋଉଠି ଠିଆ କରିନାହାନ୍ତି। ହେଇଛନ୍ତି ଯାହା ଠିଆ ହେଇଛନ୍ତି ଆପଣ ଆମ ପିରିୟଡ ବନ୍ଧ ସିଷ୍ଟମ ପାଣି ସିଷ୍ଟମ ସବୁ ଧ୍ୱଂସ କରିଛନ୍ତି ସବୁ ଧ୍ୱଂସ କରିଛନ୍ତି ଆପଣ ସବୁ ଧ୍ୱଂସ କରିଛନ୍ତି ବନ୍ଧ ସିଷ୍ଟମ ପାଣି କଣ କହୁଥିଲୁ ଅମକ ମ୍ୟାଡାମ ଫୋନ କଲେ ଦେବି ଅମକ ବାବୁ ଚାଲେ ଚାଲେ ମୁଁ ତା ବାନ୍ଧିକି ରଖିବି ଆଜି ଚାଲେ ଇରିଗେସନ କଣ୍ଟ୍ରାକ୍ଟ କରୁଛ ଭାଙ୍ଗିଛ ଭାଙ୍ଗିଛ ତମେ ଭାଙ୍ଗିଛ ତମେ ଯାଇ ଭାଙ୍ଗିଛି ତମେ ଯାଇ ଭାଙ୍ଗିଛି ହାଣିଛି ବନ୍ଧ ସେ ଏଇ ହାଣିଛି ବନ୍ଧ ତମେ କଣ୍ଟ୍ରାକ୍ଟ କରିବ ବୋଲି ସବୁ ଏଇଆ କରୁଛ ଲୋକଙ୍କୁ ଏଟା କଣ ସ୍ୱାମୀ ସ୍ତ୍ରୀ ଘାଇ ହେଲା ତାଙ୍କର ଯଦି ମାମୁଁ ଭଣଜା ଘାଇ ହଉଥିଲା ଏଟା କି ଘାଇ ତାଙ୍କ ସ୍ୱାମୀ ସ୍ତ୍ରୀ ଘାଇ ହେଲା ଆପଣ ମାନେ ବୁଝୁଥିବେ ସମସ୍ତେ ସ୍ୱାମୀ ସ୍ତ୍ରୀ ଘାଇ କଣ ଚୁଡା ଷ୍ଟକ୍ କୋଉଟା ଅଛି କି ଜିଲ୍ଲାପାଳ ତ ମନା କରୁଛନ୍ତି ହାତ ଟେକି ଦଉଛନ୍ତି ନା ଘରେ କିଛି ନାହିଁ ଆମେ ଯେତେ ଡିମାଣ୍ଡ କଲେ ମୁଁ ଏସଆରସିଙ୍କ ସହିତ ଆଲୋଚନା କରିବି ଗୋଖାଦ୍ୟ କାହିଁ ନା ଏସଆରସିଙ୍କ ସହିତ ଆଲୋଚନା କରିବି ଚୁଡା କାହିଁ ନା ଏସଆରସିଙ୍କ ସହିତ ଆଲୋଚନା କରିବି ଏସଆରସିଙ୍କ ସହିତ ଆଲୋଚନା ହେଇନାହିଁ ସରକାରୀ ପ୍ରସ୍ତୁତି ଯଦି କିଛି ନାହିଁ ଏ କାହିଁକି ଫିଲ୍ଡକୁ ଆସିକି ବେଶୀ ଦଉଛନ୍ତି ମିଛ ବାଧା କାହିଁ ବଜାଉଛନ୍ତି ଲୋକଙ୍କୁ ଯୋଉ ଭଳି ଭାବରେ ହଟହଟା କରୁଛନ୍ତି କାହିଁକି ଲୋକଙ୍କୁ ହଟସତ କରୁଛନ୍ତି ବନ୍ୟା ପାଣିରେ ଲୋକ ହନ୍ତସନ୍ତ ହେଲା ବେଳେ ଏ ଫଟୋ ଉଠେଇବାକୁ କାହିଁ ଆଇଛନ୍ତି ସାଧାରଣ ଲୋକଙ୍କ ସମସ୍ୟା କାହିଁ ସମାଧାନ କରୁନାହାନ୍ତି ବନ୍ୟା ହବାର 4 ଦିନ ଆଗରୁ ସେ କହୁଛନ୍ତି ବନ୍ୟା ଆସୁଛି ଆଜ୍ଞା ବନ୍ୟା ଆସିଲେ ଗୋଖାଦ୍ୟ ଷ୍ଟକ୍ ରୁହେ ଶୁଖିଲା ଖାଦ୍ୟ ଷ୍ଟକ୍ ରୁହେ ଚାଉଳ ଷ୍ଟକ୍ ରୁହେ ପିଇବା ପାଣି ଷ୍ଟକ୍ ରୁହେ ମେଡିସିନ ଷ୍ଟକ୍ ରୁହେ ଆଙ୍କର କିଛି ନାହିଁ ମନା କଲେ ତ ଆପଣ ଶୁଣିଲେ ସାଂସଦ ମନା କଲେ ଆମର ଚୁଡା ଷ୍ଟକ୍ ନାହିଁ ଆଙ୍କର କୋଉଟା ଅଛି ନା ଫଟୋ କେବଳ ଅଛି କେବଳ କ୍ୟାମେରା ଅଛି ଫଟୋ ଅଛି ସେମାନେ ଫଟୋ ଉଠେଇବେ ଲୋକଙ୍କ ସରକାର ହଉଛି ଲୋକଙ୍କୁ ହଇରାଣ କରିବା ଲୋକଙ୍କୁ ଜବତ କରି ରଖିବା ଲୋକଙ୍କୁ ହନ୍ତସନ୍ତ କରିବା ଏଇଥିପାଇଁ ସେ ଲୋକଙ୍କ ସରକାର ଲୋକ କେତେ ଅସୁବିଧାରେ ପଡିପାରିବେ ଲୋକଙ୍କ ଘର କେତେ ଭାଙ୍ଗି ଯାଇପାରିବ ଲୋକ କେତେ ଛଟପଟ ହେଇପାରିବେ ଚାଷୀଙ୍କର ଧାନ କେତେ ନଷ୍ଟ ହେଇପାରିବ ପିଲା କେତେ ଭୁଲ ପାଠ ପଢି ପାରିବେ ପିଲାଙ୍କର ସ୍କୁଲ କେତେ ଦିନ ବନ୍ଦ ହେଇପାରିବ ଇଏ ହଉଛି ଲୋକ ମୁଖ୍ୟମନ୍ତ୍ରୀ ବସିଲେ 5 ଦିନ ପଚାରିଲି ସାଂସଦକୁ କାହିଁକି ଯାଇଥିଲେ ନା ମହାନଦୀ ବିବାଦ କଣ ବନ୍ୟା ବେଳେ ଆଉ ସମୟ ନଥିଲା କେନ୍ଦ୍ର ସରକାର ପାଖରେ ଆଉ ସମୟ ନଥିଲା ମହାନଦୀ ବିବାଦ ଏ ଯେତେବେଳେ ମହାନଦୀର ପ୍ରବଳ ବନ୍ୟା ସେତିକିବେଳେ ମହାନଦୀ ବିବାଦ ମୁଖ୍ୟମନ୍ତ୍ରୀ ରହିଲେ ମୁଖ୍ୟମନ୍ତ୍ରୀ କାଲି ଆସିଲେ ଏମପି ମହୋଦୟ କାଲି ଆସି ଆଜି ଯାଇଥିଲେ ଫଟୋ ଉଠେଇବା ପାଇଁ ଯଦି ଶଶାସ ଅଛି ଆଲୋଚନା କଲେନି ଆମେ ବା 5 ଦିନ ହେଲା ବୁଲୁଛୁ ଫିଲ୍ଡରେ ଆଲୋଚନା କଲେନି କଥା ଲୋକଙ୍କର ଶୁଣିଲେନି ଚେୟାରମ୍ୟାନ ଅଛନ୍ତି ଭାଇସ ଚେୟାରମ୍ୟାନ ଅଛନ୍ତି ସରପଞ୍ଚ ବିଭିନ୍ନ ପଞ୍ଚାୟତରୁ ଆସିଛନ୍ତି ତାଙ୍କ କଥା ଶୁଣିଲେନି କେମିତି ସମାଧାନ ଅବଶ୍ୟ ବିଚାର କଲେନି ତାହା ନକରି କଣ ଦୌଡ଼ି ଧାଇଁ ପଳଉଛନ୍ତି ନା ସାମ୍ବାଦିକ ମାନଙ୍କର ଅଧିକାର ଅଛି ସମ୍ପୂର୍ଣ୍ଣ ଭାବରେ ଯିଏ ଯୋଉଠି ଯୋଉ ପ୍ରକାର ବ୍ୟବହାର କରିବ ଯାହା ଆଲୋଚନା କରିବ ସାମ୍ବାଦିକ ମାନଙ୍କର ସ୍ୱାଧୀନତା ଅଛି ସମସ୍ତ କଥାକୁ ରେକର୍ଡିଂ କରିପାରିବେ ଏବଂ ଲୋକଲୋଚନକୁ ଆଣିବେ ସାମ୍ବାଦିକ ମାନେ ହଉଛନ୍ତି ଲୋକଲୋଚନକୁ ସମସ୍ତ
ତଥ୍ୟକୁ ଉପସ୍ଥାପନ କରିବା ପାଇଁ ଆପଣ ମାନେ ହେଉଛନ୍ତି ସାମ୍ବାଦିକ। ତେଣୁ ଜଣେ ବିଧାୟିକା କଣ ଆଲୋଚନା କରୁଛନ୍ତି, ଜଣେ ବିଡିଓ କଣ ଆଲୋଚନା କରୁଛନ୍ତି, ଜଣେ ଜିଲ୍ଲାପାଳ କଣ ଆଲୋଚନା କରୁଛନ୍ତି, ଏ କ୍ଷମତା ଆପଣଙ୍କର ଅଛି। ତେଣୁ ଆପଣ ମାନଙ୍କୁ ଯୋଉ ଭଳି ଭାବରେ ବ୍ୟବହାର ହେଲା, ମୁଁ ସେଥିପାଇଁ ଦୁଃଖ ପ୍ରକାଶ କରୁଛି। ଆପଣ ମାନେ ଯୋଉ ଭଳି ଭାବରେ ଲୋକଙ୍କ ପାଇଁ କାମ କରୁଛନ୍ତି, 5 ଦିନ ହେଲା ବନ୍ୟା ଏରିଆକୁ ଯାଉଛନ୍ତି, ଲୋକଙ୍କ ଦୁଃଖ ସୁଖ ବୁଝିକି ଆସିକି ଆମକୁ କହୁଛନ୍ତି। ଆମେ ମଧ୍ୟ ଚେଷ୍ଟା କରୁଛୁ, ଜିଲ୍ଲା ପ୍ରଶାସନ ପାଖରେ ସବୁ କଥା ପହଞ୍ଚଉଛୁ। କିନ୍ତୁ ବର୍ତ୍ତମାନ ସରକାରୀ କଳ ସ୍ଥାଣୁ ହେଇଯାଇଛି, କାଲ ହେଇକି ଶୁଭୁନି, ଅନ୍ଧ ହେଇକି ଦେଖାଯାଉନାହିଁ, କି କଥା କହିପାରୁନାହାନ୍ତି। ଜଡା ସ୍ୱାମୀ ସ୍ତ୍ରୀ ଖାଇ ଲୋକଙ୍କୁ ପଚାରନା କହିବେ।